ମୋ ନା ପୁରୁଷୋତ୍ତମ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟବୋର୍ଡ଼। ଚଳିତ ବର୍ଷ ବୈଶାଖ ମେଳା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପର୍ବ ଉପଲକ୍ଷେ ଆଜି ଆମର ପ୍ରସ୍ତୁତି ବୈଠକର ଅନୁଷ୍ଠିତ ହୋଇଥିଲା। ଏଥିରେ ଆମର ମୁଖ୍ୟ ଥିଲେ ମନ୍ଦିର ଟ୍ରଷ୍ଟି ଯିଏକି ବିଡ଼ିଓ ପାଇକମାଲ, ସେ ସଭାପତିତ୍ୱ କରିଥିଲେ। ଏଥିରେ ଆମେ ଆମର ୱାର୍କିଂ ଡିପାର୍ଟମେଣ୍ଟ ଯେତେ ମେଳାରେ ଅଛନ୍ତି ସମସ୍ତଙ୍କୁ ଡକାଯାଇଥିଲା। ଏଡିପିଓ ଆସିଥିଲେ, ଆଇଏସି, ଏସଡିଏମଓ, ଆରଡବ୍ଲ୍ୟୁଏସଏସ୍, ଏକ୍ସାଇଜ, ମେଡ଼ିକାଲ ଏବଂ ସମସ୍ତ ମିଡ଼ିଆ ବନ୍ଧୁ ଏବଂ ଗତ ବର୍ଷ କମିଟିର ମେମ୍ବର ସହଯୋଗ କରିଥିବା ସମସ୍ତ ମେମ୍ବରମାନେ ସମସ୍ତେ ଆସିଥିଲେ। ବହୁତ ସୁରୁଖୁରୁରେ ଏ ବର୍ଷ ଆମର ପ୍ରସ୍ତୁତି ବୈଠକଟା ଅନୁଷ୍ଠିତ ହୋଇଛି। ଆଉ ସମସ୍ତ ଯେତେ ଉପସ୍ଥିତ ଥିଲେ ସମସ୍ତେ ତାଙ୍କର ସୁଚିନ୍ତିତ ମତାମତ ଦେଲେ ଏବଂ ସମସ୍ତେ ସହଯୋଗ କରିବା ପାଇଁ ଆମେ ତାଙ୍କୁ ଅନୁରୋଧ କରିଥିଲୁ। ସେମାନେ ମଧ୍ୟ ତାଙ୍କର ଆମର ଅନୁରୋଧକୁ ରକ୍ଷା କରି ଠିକ୍ ହିସାବରେ ଏ ବର୍ଷ କେମିତି ମେଳା ଆଉ ଉତ୍କୃଷ୍ଟ ଧରଣର ହୋଇପାରିବ ସେଥିପାଇଁ ଆମେ ପୂର୍ଣ୍ଣ ସହଯୋଗ କରିବା ପାଇଁ କଥା ଦେଇଅଛୁ। ଏହି ବର୍ଷ ମଧ୍ୟ ଅତି ସୁନ୍ଦର ଭାବରେ ସବୁ ଡିପାର୍ଟମେଣ୍ଟର ସହଯୋଗରେ ଏହି ବୈଶାଖ ମେଳା ଅନୁଷ୍ଠିତ ହେବ। ତେଣୁ ଆଜି ଯେଉଁ ପ୍ରସ୍ତୁତି ବୈଠକ ହୋଇଥିଲା ସେଥିରେ ଆମେ ସବୁ ବିଭାଗର ସବୁ ଅଧିକାରୀମାନେ ଆସି ସହଯୋଗ କରିଥିଲେ। ଆଉ ସେମାନଙ୍କର ପ୍ରତିଶ୍ରୁତିବଦ୍ଧ କ୍ରମେ ନିଶ୍ଚିତ ଭାବେ ଆସନ୍ତା ମେ 19 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ବୈଶାଖ ମେଳାଟା ସୁନ୍ଦର ଭାବରେ ପାଳିତ ହେବ। ନାହିଁ, ଯେହେତୁ ସମସ୍ତଙ୍କର ଉପସ୍ଥିତିରେ ଯେଉଁ ଗତ ବର୍ଷରେ ଯେଉଁ କମିଟି ରହିଥିଲା ସେହି କମିଟି କଣ୍ଟିନ୍ୟୁ କରିବା ନିମନ୍ତେ ସମସ୍ତଙ୍କର ଇଚ୍ଛା ଥିବା ଲାଗି ଆମେ ତାକୁ କଣ୍ଟିନ୍ୟୁ କଲୁ। ଏସବୁ ବ୍ୟବସ୍ଥାରେ ଆମେ ସମସ୍ତ ଅଧିକାରୀ ସହିତ କଥାବାର୍ତ୍ତା କଲୁ। ଆଉ ସେମାନଙ୍କର ପ୍ରତିଶ୍ରୁତିବୋଧ ଯେ ସେମାନେ ନିଶ୍ଚିତ ଭାବେ ସେଇ ଖରା ପାଇଁ ପାଣି ଆଉ ମେଡ଼ିକାଲ ବ୍ୟବସ୍ଥା, ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟର ସବୁ ପ୍ରକାର ସହଯୋଗ ଆମେ ପାଇବୁ।